ଆମର ଘର ଲୋକ ସବୁ ଖିଆପିଆ ସାରିକି କାମଧନ୍ଦା ସାରିକି ସନ୍ଧ୍ୟା ଦେଇକିନା ସମସ୍ତେ ବସି ପଡ଼ିଲେ। ବ୍ୟାଗ୍ ପ୍ୟାକିଂ ଖୋଲା ହେବ ନା, ସମସ୍ତେ ଇଣ୍ଟରେଷ୍ଟ ଅଛନ୍ତି କ'ଣ କ'ଣ ଆସିବ, ସମସ୍ତେ ମଜା ତାର ନେବେ। ମାନେ ଯାହାର ଯାହା ଭାଗ ପଡ଼ିବ, କ'ଣ କ'ଣ କାହାର ଆସିଛି ସମସ୍ତେ ଜାଣୁଛନ୍ତି। ଆଗେ କେବେ କିଛି ଖୋଲା ମାନେ ଖାଇବା ଜିନିଷ କ'ଣ ଆସିଥିବ ଆଗେ ସେଇଟା ହିଁ ଖୋଜା ହୁଏ। ଯେମିତିକି ଖୋଜା ଚାଲିଛି ଆଉ ଟୋଟାଲି ପୁରା ବ୍ୟାଗ୍ ହିଁ ଫୁଲ୍, ମାନେ ଖାଲି ସ୍ନାକ୍ସ ବଗେରା ବିସ୍କିଟ୍ ଚକୋଲେଟ୍ ଏମିତି ସବୁ। ଭାଇ ଏଥର ଫଳ ସବୁ କମ୍ ଆଣିଛି, କାହିଁକିନା ଗରମରେ ବାରମ୍ବାର ପଚିଯାଉଛି, ସେଥିପାଇଁ କମ୍ ନେଇକି। ସେପଟେ ଦେଖ ମୋ ପୁଅ ଚଲେଇଛି, ପୁଅ କହିଲେ ଆମ ଘରକୁ ଆମେ ଗଲାବେଳେ ସବୁ ନେଇ ପଳେଇବୁ। ତାପରେ ଏଠି କପଡ଼ା ଛୁଆ ପୁରା ସମସ୍ତେ ଅନେଇବେ ଯେ କାହାର କ'ଣ କପଡ଼ା। ଏଇଟା ମୋ ଦେଇ ପୁଅର ଆଗେ ମୋ ଦେଇ ପୁଅ ଆଗେ ବଡ଼ ଭଣଜା ନା, ଆଗେ ତାର ଭଣଜାର ବାହାରିବ, ତାପରେ ଏମାନଙ୍କର ଲେଡ଼ିସ୍ କପଡ଼ା ଥିଲା କାହାର କ'ଣ, ତାପରେ ମୋ ପୁଅର ବାହାରି ପଡ଼ିଲା। ଦୁଇ ଭଣଜାଙ୍କର ଆଗେ ସାଇଡ଼୍ ହେଇକି ଥୁଆ ହେଇଗଲା, କାହିଁକିନା ଦୁଇ ଭଣଜା ଆଗେ ସ୍ପେଶାଲ୍ ତାଙ୍କର ଆଗେ ସାଇଡ଼୍ ହେଇଗଲା। ତାପରେ ତୁମେ ଯିଏ ଯାହା କରୁଛ କର, ଯିଏ ଯାହା ନେଉଛ ନିଅ। କାହିଁକିନା ତା ଅଜା ଆଉ ତା ଆଈ ଆଗେ ଦେଖିବେ ତା ଦୁଇ ନାତିଙ୍କର ଆସିଛି କି ନାହିଁ। ତାପରେ ତୁମର ଯାହା ଆଣ ନ ଆଣ ସେ ଆଉ କିଛି କହିବେନି। ତା ଦୁଇ ନାତିଙ୍କର ଆସିଗଲେ ତା ଅଜା ମାମା ଖୁସି। ସେପଟରେ ମୋ ଭାଉଜ ତାର ଉଣ୍ଡଳା କରୁଛି, ସେ ଯେଉଁ ଜିନିଷ ପତ୍ର ଆଣିଥିଲା ଆସିଛି କି ନାହିଁ, ମାନେ ତା ଫଟୋ ଫ୍ରେମ୍। ଏପଟରେ ତାକୁ ପ୍ରବଳ ଜ୍ୱର, କିନ୍ତୁ ସେ ତା ଦେହରେ ମାତିକି ଖୋଜି ଚାଲିଛି, କାହିଁକି ତା ଫଟୋ ପୁରା ବହୁତ ସୁନ୍ଦର ହେଇଥିଲା, ସେ ବନେଇକି ଆଣିଛି। ଯେଉଁ ଭିଡ଼ିଓଟା ଆଗକୁ କଣ୍ଟିନ୍ୟୁ କଲେ ଦେଖିପାରିବେ। ତାପରେ ଗୋଟେ ଭାଉଜ ସମସ୍ତେ ନେଇ କପଡ଼ା କିଣିକି ଆଣିଥିଲେ। ଏଇ ଘଣ୍ଟାଟା ଭାଇ ତାକୁ ଗିଫ୍ଟ ଦେଇଛି, ସେ ସମସ୍ତଙ୍କୁ ଦେଖିବ ବୋଲି ମୁଁ ସେ ଭିଡ଼ିଓଟା ଆଉ କରିପାରିନି, ସରି। ସେ ବହୁତ ଖୁସି, ଯେହେତୁ ସ୍ୱାମୀ ଗିଫ୍ଟ ଦେଲେ କିଏ ବା ନ ଖୁସି ହେବ। ସେ ବୋଉକୁ ଦେଖୁଛି, ସରି ଭିଡ଼ିଓଟା ଟିକେ ହେଇଛି ମୁଁ ବି ଜାଣିନି, ଯାହା ବି ହଉ ସେ ଖୁସି ହେଉଛି। ଦେଖନି ମା, ତମ ପୁଅ ମୋତେ ଏଇ ଗିଫ୍ଟଟା ଦେଇଛନ୍ତି। ବୋଉ କହୁଛି ହଁ ବଢ଼ିଆ ହେଇଛି। ତାପରେ ଭାଉଜ ତାର ଏପଟରୁ ନେଇଗଲେ ତାର ମାନେ କ'ଣ କପଡ଼ା ପତ୍ର ଆଣିଛି, ତାର ସାଇଡ଼୍ ସୁଟ୍ କରିଦେଲା। କିଏ କ'ଣ ଭାବିବ ମୁଁ ଜାଣିନି। ମୋ ଭାଉଜ ଯେତେ ଦେହ ଖରାପ ଥାଉ ଯାହା ଥାଉ, ସେ କିନ୍ତୁ ତା କାମରେ କେବେ ସେ ହେଳା କରେନି। ମୁଁ ବି କରେ ହେଳା, କିନ୍ତୁ ସିଏ କେବେ ହେଳା କରେନି। ସିଏ ଆସିବ ମାନେ ତା ଡ୍ୟୁଟିରେ ହିଁ ସେ ଲାଗିଥିବ। ସକାଳୁ ଉଠିବା କତରୁ ଆରମ୍ଭ କରିକି ଫେର ରାତି 11-12 ଶୋଇଲା ପର୍ଯ୍ୟନ୍ତ। 5ରେ ଉଠିବ, ଶୋଇବ ସେଇ 12 ସାଢ଼େ 11ରେ, କିନ୍ତୁ ସେ ଡ୍ୟୁଟି ଚଲେଇଥିବ। ସେ ବୋଉ ପାଇଁ ଶାଢ଼ୀଟା ଆଣିଛି, ବହୁତ ବଢ଼ିଆ ଦେଖା ବି ହେଉଛି, ବଢ଼ିଆ ପଇସା ବି ନେଇଛି ଶାଢ଼ୀଟା। ଯାହା ବି ହଉ ତାପରେ ମୁଁ ଏପଟରେ ଲକି କହିଲି ଦେଖି ଆଣି ମିଷ୍ଟି ଟିକେ ସେ ଶାଢ଼ୀଟା ମୋତେ ଭଲସେ କାହିଁକି ଦେଖାଯାଉନଥିଲା, ମୁଁ ଭଲସେ। ତାପରେ ଏବେ ସେ ବ୍ୟାଗ୍ ଖୋଲା ଥିଲା, ଏ ବ୍ୟାଗ୍ ମାନେ ଖାଲି କପଡ଼ା ଆଉ ସ୍ନାକ୍ସ ବଗେରା, ଆଉ କିଛି ଆସିନି। ସେମିତି ପାଉଡ଼ର ସାବୁନ ସର୍ଫ ଚାହାପତି ଏଗୁଡ଼ା ତ ନର୍ମାଲ୍ ଫର୍ମାଲିଟି। ଯାହା ଆମ ଲକି ତାର ପୁଟୁରା ଖଣ୍ଡେ ଧରିଗଲାଣି। ତାରି ଭିତରେ ବାପାଙ୍କର ଫଟୋ ଗୋଟେ ବନେଇକି ଆଣିଥିଲେ ଭାଉଜ, ତାକୁ ଲଗେଇଥିଲି। ଏପଟରେ ଚୁଡ଼ି କାହାର କ'ଣ ଦେଖା ହେଉଛି। ଏଇ ଇୟରିଂସଟା ଏବେ ଭାଇରାଲ୍ ଚାଲିଛି, ସେ ବହୁତ ସୁନ୍ଦର ଦେଖାଯାଉଛି ନା। ତାପରେ ବୋଉ ତାର, କାହିଁକିନା ବ୍ୟାଗ୍ କିଏ ଆମର କାଢ଼ନ୍ତିନି, ମୋ ବୋଉ ହିଁ ଖୋଲିବ, ନହେଲେ ପ୍ରଳୟ। କାହିଁକିନା କେହି ଖୋଲିବେ ହିଁ ନାହିଁ, ସେମିତି ଅନେଇକି ବସିଥିବେ। ବୋଉ ହିଁ ଖୋଲିଲେ ଖୋଲା ହେବ। ସେପଟେ ଭାଉଜ ଫଟୋ ବନେଇଥିଲେ, ବହୁତ ସୁନ୍ଦର।